ଏଇଟା କୁକୁଡ଼ା କାଇଁ କୁକୁଡ଼ା ଦେଖିପାରୁଥିବେ କିଭଳି ଭାବରେ ଆମର ଶୁଭ ସବୁ ଲକ୍ଷ୍ମୀଙ୍କ ପାଇଁ କରିଛି। ଜୟ ଜଗନ୍ନାଥ ସାଙ୍ଗମାନେ, ଆଉ ପୁଣି ଗୋଟେ ନୂଆ ଭିଡ଼ିଓକୁ ଆପଣମାନଙ୍କୁ ସ୍ୱାଗତ। ଆଉ ଆଜି ମୁଁ ଆସିଛି ଟିକେ ବିଲ ଆଡ଼େ। ଆଉ ଆପଣ ଦେଖିପାରୁଥିବେ ଆଉ ସବୁ ଧାନ କଟାକଟି ସରିଗଲାଣି। ଆଉ ଏପଟେ ଦେଖନ୍ତୁ ଏରା ସବୁ ପୁରା ଧାନ ହେଇକି ସବୁ ପୁରା ଥିଲା, ସବୁ କଟାକଟି ସରିଗଲାଣି। ପୁରା ଏବେ ବିଲ ପୁରା ଶୂନ୍ୟ। ଆଉ କିଛି କିଛି ଲୋକଙ୍କର ଅଛି, ତ ସେମାନଙ୍କର ସବୁ ଚାଲିଛି କାମ ସବୁ ଚାଲିଛି। ଆଉ ନହେଲେ ପ୍ରାୟ 90% ଲୋକଙ୍କର ସରିଗଲାଣି ଧାନ କଟା। ସକାଳୁ ସକାଳୁ ଆଜି ବହୁତ ଘନ କୁହୁଡ଼ି ଥିଲା। ଆଉ ସକାଳୁ ଭାବୁଥିଲି ମୁଁ ଟିକେ ଆଉ ଟିକେ ଜଲ୍ଦି ଆସିବି, କିନ୍ତୁ ଆସିପାରିଲି ନାହିଁ ଯେହେତୁ କୁହୁଡ଼ି ବହୁତ ସାରା ଥିଲା। ତ ଆଜି ଟିକେ ଏମିତି ଇଚ୍ଛା ହେଲା ଟିକେ ବିଲ ଆଡ଼େ ଟିକେ ଯାଇକି ଟିକେ ବୁଲାବୁଲି ଟିକେ କରିକି ଆସିବାକୁ, ତ ମୁଁ ଟିକେ ପଳେଇ ଆସିଲି। ତ ମୁଁ ଆଜି ସାଇକେଲରେ ଆସିଛି, ଓ ସେଠି ମୋ ସାଇକେଲ ଅଛି। ଆଉ ସକାଳୁ ସକାଳୁ ଟିକେ ବାଇକ୍ ଅପେକ୍ଷା ଟିକେ ସାଇକେଲିଂ କରିବାର ଯେଉଁ ମଜା, ସେଟା କ'ଣ ବାଇକ୍ରେ ମିଳିବ ନା। ତ ସେଥିପାଇଁ ସାଇକେଲଟା ଘରେ ପଡ଼ିଥିଲା, ବହୁତ ଦିନ ହେଲା ଟିକେ ଚଲାଚଲି କରିନଥିଲି। ଜଙ୍ଗ ଫଙ୍ଗ ଲାଗିକି ସେ ଚେନ୍ ଫେନ୍ ପୁରା ଧୂଳା ହେଇକି ଅଛି। ତ କହିଲି ନାଇଁ ତାକୁ ଟିକେ ବି ରନିଂ କରିଦେବା, ପ୍ଲସ୍ ଏକ୍ସରସାଇଜ ହେଇଯିବ। ତ ଏଇଟା ଦେଖିପାରୁଥିବେ, ଏଇଟା ହେଉଛି ଆମର ଗାଁ ପୋଖରୀ। ଆଉ ଏଇଟା ଆଗରୁ ଛୋଟଟେ ଥିଲା, ଏବେ ତାକୁ ଖୋଳାଖୋଳି କରିକି ବହୁତ ବଡ଼ କରିଦେଇଛନ୍ତି, ସଫା ବି କରିଦେଇଛନ୍ତି। ଆହୁରି ସଫା ଥିଲା, ଏବେ ସବୁ ଗଛ ଫଛ ସବୁ ହେଇଯାଇଛି। ତ ଏଇ ପୋଖରୀ ବହୁତ ବର୍ଷର, ବହୁତ ସାରା ଲୋକ ଏଠି ଆମର ସବୁ ଲାଟ୍ରିନ୍ ଆସନ୍ତି। ଆଉ ସନ୍ଧ୍ୟାବେଳେ ଏଠି ପୁରା ଜାମ୍। ସନ୍ଧ୍ୟାବେଳେ ଏଠିକା ପରିବେଶରେ ଟିକେ ଶାନ୍ତି, ମନରେ ଟିକେ ବସିଲେ ମନକୁ ବହୁତ ଶାନ୍ତି ମିଳେ। ଏଇଠି ସବୁ ବସନ୍ତି, ବହୁତ ସାରା ପିଲା ଆସନ୍ତି। ଆଉ ଏପଟେ ସବୁ ଜଙ୍ଗଲ ଦେଖନ୍ତୁ, ପୁରା ପାଖରେ ଲାଗିକି, ପୁରା ଲାଗିକି ଜଙ୍ଗଲ। ଏଠି ସବୁ ମାନେ ଆସୁଛନ୍ତି ହାତୀ ଫାତୀ ସବୁ ଆସୁଛନ୍ତି, ଜନ୍ତୁ ସବୁ ଜଙ୍ଗଲ ଜନ୍ତୁ ସବୁବେଳେ ଆସୁଛନ୍ତି। ଲୋକ ସବୁ ଭାଡ଼ି କରିକି ରାତିରେ ସବୁ ଜଗୁଥିଲେ। ଏବେ ବି ଯେଉଁମାନଙ୍କର ଧାନ ସବୁ ଅଛି, ତ ସେମାନେ ଜଗିବାକୁ ଆସୁଛନ୍ତି। ହାତୀ ସବୁବେଳେ ଆସୁଛନ୍ତି, ହାତୀ। ଇଆଡ଼େ ଯେଉଁ ରୋଡ଼ଟା ପଡ଼ିଛି, ଇଆଡ଼େ ବି ଗାଁ ଅଛି। ଇଆଡ଼େ ଗୋଟେ ନୁହଁ, ଇଆଡ଼େ ଦୁଇଟା ଗାଁ ଅଛି। ଜଙ୍ଗଲ ଭିତରେ ଦୁଇଟା ଗାଁ ଅଛି, କଇଁତିରା, ମୁଚିଆ ମୁଣ୍ଡା। ଲୋକ ଯିବା ଆସିବା କରୁଛନ୍ତି। ତ ଏଠି ଦେଖନ୍ତୁ ଛୋଟ କୁନି ଝରଣାଟିଏ, ଯେଉଁଟାକି ଏଇଟା ବହୁତ ସେଇ ପାହାଡ଼ରୁ ଆସିଛି, ଯେଉଁଟାକି ବିଲମାନଙ୍କୁ ଇଏ ପାଣି ଯୋଗାଇବାରେ ବହୁତ ସାହାଯ୍ୟ କରେ। ଏଇ ପାଣି ନଥିଲେ ବିଲରେ ଧାନ ହେବା ନା ମାନେ ମୁସ୍କିଲ।
ଚଲଉନ ଚଲ ସେଇଟା ମାରନି ସେଇଟା କିଛି ନୁହଁ ଚଲ ଗିୟର ଚେଞ୍ଜ ହେଇଗଲା ଚାଲ କାଇଁ କୁକୁଡ଼ା ଦେଖିପାରିଲେ କେଉଁ ଭଳିଆ କୁକୁଡ଼ା ମାନେ ଜଙ୍ଗଲୀ କୁକୁଡ଼ା ଇଏ ଦେଶୀ କୁକୁଡ଼ା ମାନେ ଗାଁ ଯୋଉ ଦେଶୀ କୁକୁଡ଼ା ସିଏ ନୁହେଁ ଜଙ୍ଗଲୀ କୁକୁଡ଼ା ଏଇପଟୁ ଦୌଡ଼ିକି ସେପଟକୁ ସେ ପାର ହେଇଗଲା ମାନେ ମୁଁ ଟିକେ ଦୂରରେ ଥିଲି ଜୁମ୍ କଲି ଏତେ ଟିକେ ଝାପ୍ସା ଦେଖା ହଉଛି କିନ୍ତୁ ଦେଖା ହଉଛି କୁକୁଡ଼ାଟା ବୋଲି ସେଠି ମୋ କିଛି ଭାଇ ସାଇକେଲ ମୋର ଦେଖୁଥିଲେ ଚଲଉଥିଲେ ତ ରିଭ୍ୟୁ ଦଉଥିଲେ କେମିତି କ'ଣ ଲାଗୁଛି କ'ଣ ନାହିଁ ଆଉ କେମିତି ଗିୟର ଫିୟର କେମିତି କ'ଣ ଅଛି ଦେଖୁଥିଲେ ତ ସେଇ ସମୟକୁ କୁକୁଡ଼ାଟା ଜଷ୍ଟ ରୋଡରେ ଦେଖାଗଲା ହେଇ ସମସ୍ତେ ଦେଖିଲା ବେଳକୁ ସେପଟକୁ କ୍ରସ୍ କରି ଫେରାର ଆଉ ସେ ଏରିଆରେ ନାହିଁ ପୁରା ପୁରା ଏରୋପ୍ଲେନ ଭଳିଆ ଉଡୁଛି ପୁରା ଘରେ ଆସିକି ଏବେ ପହଞ୍ଚିଗଲି ଆଉ ଆଜି ଆମର ଲକ୍ଷ୍ମୀ ପୂଜା ଗୁରୁବାର ହେଉଛି ତାପରେ ବି ଆଜି ଆମର ଶ୍ରାଦ୍ଧ ହେଉଛି ଆଜି ମାଆଙ୍କ ଶ୍ରାଦ୍ଧ ତ ଚାଲ ଦେଖନ୍ତୁ ଚାଲ ଦେଖିବା ସୌଭାଗ୍ୟବତୀ କେମିତି ଲାଗିଲା ସାଇକେଲ କେମିତି ଲାଗିଲା ସାଇକେଲ ଚଲେଇବା ବହୁତ ଭଲ ଲାଗିଲା ବହୁତ ଭଲ ଅଛି ଗିୟର ବି ଭଲ ପଡୁଛି ତ ଫାଇନାଲି ଆମର କାମ ସବୁ ସରିଗଲା ବାପା ସେଠି ଶ୍ରାଦ୍ଧ ଦେଉଥିଲେ ତ ସେ କାମ ବି ସରିଲା ତାପରେ ଆମେ ଟିକେ ଦୁଇ ସାଙ୍ଗ ଆମେ ଟିକେ ବାହାରି ଆସିଲୁ ଟିକେ ନଦୀ ପଠା ଆଡ଼େ ଟିକେ ବୁଲାବୁଲି କରିବାକୁ ତ ମୋର ଏଇ ଛୋଟ ଭିଡ଼ିଓଟି ଯଦି ଆପଣଙ୍କୁ ଭଲ ଲାଗିଥାଏ ତାହେଲେ ଲାଇକ୍ କରନ୍ତୁ ଯଦି ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି ଆଉ ସେୟାର କରନ୍ତୁ ଆଉ ବେଲ୍ ଆଇକନ୍କୁ ଦବାନ୍ତୁ ଯାହାକି ମୁଁ ନୂଆ ନୂଆ ଭିଡ଼ିଓ ଆପଣଙ୍କୁ ଆହୁରି ପ୍ରେଜେଣ୍ଟେସନ୍ କରିପାରିବି ତ ଆଜି ପାଇଁ ଏଇ ମୋର ଛୋଟ ଭିଡ଼ିଓଟି ବା ସେତିକିରେ ଶେଷ କରୁଛି ପୁଣି ଦେଖା ହେବ ଆଉ ଗୋଟେ ଧମାକଦାର ନୂଆ ଭିଡ଼ିଓରେ ଓକେ ଲେଟ୍ସ ଗୋ ଟାଟା